ଶ୍ରୋତାବନ୍ଧୁ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ବିପ୍ଳବିନୀ ସାଜିଥିବା ମହିୟସୀ ପୂଜ୍ୟା ରମାଦେବୀ ଚୌଧୁରୀ ଥିଲେ ଓଡ଼ିଶାର ଗଣଜୀବନର ମା। ଆଜି ମା ରମାଦେବୀ ଚୌଧୁରୀଙ୍କର 41ତମ ପବିତ୍ର ପୁଣ୍ୟ ତିଥିରେ ଆପଣମାନଙ୍କ ଉଦ୍ଦେଶ୍ୟରେ ଏକ ସୁନ୍ଦର ଆଲୋଚନା ମୁଁ ଉପସ୍ଥାପନ କରୁଛି, ଯାହାକୁ ଲେଖିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ମେଡିସିନର ସହକାରୀ ପ୍ରଫେସର ଡକ୍ଟର ସ୍ୱୟଂ ପ୍ରକାଶ। ପୂଜ୍ୟା ମା ରମାଦେବୀଙ୍କ ପ୍ରତି ତାଙ୍କର ଏହି ଭକ୍ତି ନିବେଦନ, ଯାହାର ଶୀର୍ଷକ ହେଉଛି ଆହ୍ୱାନ ମା ରମାଦେବୀଙ୍କର। ଲେଖକ ଡକ୍ଟର ସ୍ୱୟଂ ପ୍ରକାଶ। ସମସ୍ତେ ଦେଶକୁ ବଡ଼ କରିବା ପାଇଁ ଚିନ୍ତା କଲେ ଓ କାମ କଲେ ଯାଇ ଦେଶ ବଡ଼ ହେବ। ମୁଁ ବଡ଼ ହେବି, ମୁଁ ସମ୍ମାନିତ ହେବି ବୋଲି ଭାବିଲେ। ସମସ୍ତେ ଦେଶକୁ ବଡ଼ କରିବା ପାଇଁ ଚିନ୍ତା କଲେ ଓ କାମ କଲେ ଯାଇ ଦେଶ ବଡ଼ ହେବ। ମୁଁ ବଡ଼ ହେବି, ମୁଁ ସମ୍ମାନିତ ହେବି ଭାବିଲେ ମୁଁ ମଧ୍ୟ ବଡ଼ ହୋଇପାରିବି ନାହିଁ। ଦେଶକୁ ବଡ଼ କରିବା ପାଇଁ କାମ କଲେ ମୁଁ ବି ବଡ଼ ହେବି। ମୁଁ ଦେଶର କଲ୍ୟାଣରେ ଲାଗିଲେ ମୋର ବି କଲ୍ୟାଣ ହେବ। ଜାଣି ରଖନ୍ତୁ, ଦେଶ ସମ୍ମାନ ନ ପାଇଲେ ବ୍ୟକ୍ତି ସମ୍ମାନ ପାଇପାରେ ନାହିଁ। ଏଥିପାଇଁ ଆପଣମାନେ ଭାବନ୍ତୁ ଓ ପିଲାମାନଙ୍କୁ ମଧ୍ୟ ଏହି ଶିକ୍ଷା ଦିଅନ୍ତୁ ଯେ ଆଗ ଦେଶ ପଛେ ମୁଁ। ଦେଶକୁ ବଡ଼ କରିବା, ଦେଶ ମାତୃକାର ସେବା କରିବା ପ୍ରତ୍ୟେକଙ୍କର ପରମ ଧର୍ମ। ଲବଣ ସତ୍ୟାଗ୍ରହର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଇଞ୍ଚୁଡ଼ିଠାରେ ଆୟୋଜିତ ଏକ ସମାବେଶରେ ଉଦ୍ବୋଧନ ଦେଇ ଏକଥା କହିଥିଲେ ମା ରମାଦେବୀ। 1899 ଡିସେମ୍ବର 3 ତାରିଖରେ ମା ରମାଦେବୀଙ୍କର ଜନ୍ମ। ତାଙ୍କ ବାପା ମା ହେଲେ ଗୋପାଳ ବଲ୍ଲଭ ଦାସ ଓ ବସନ୍ତ କୁମାରୀ ଦେବୀ। ଉତ୍କଳ ଗୌରବ ମଧୁସୂଦନ ହେଉଛନ୍ତି ରମାଦେବୀଙ୍କର ନିଜ ବଡ଼ ବାପା। ଗୋକୁଳାନନ୍ଦ ଚୌଧୁରୀଙ୍କ ସୁପୁତ୍ର ଗୋପବନ୍ଧୁ ଚୌଧୁରୀଙ୍କୁ ସେ ବିବାହ କରିଥିଲେ ମାତ୍ର 14 ବର୍ଷ ବୟସରେ। 1921ରେ ଗୋପବନ୍ଧୁ ଚୌଧୁରୀ ସମ୍ମାନଜନକ ଡେପୁଟି ମାଜିଷ୍ଟ୍ରେଟ ଚାକିରିରୁ ଇସ୍ତଫା ଦେଇ ଗାନ୍ଧୀଙ୍କ ବାଟରେ ଚାଲିଲେ। ଏହି ଯାତ୍ରାରେ ତାଙ୍କର ସହଯାତ୍ରୀ ଥିଲେ ପତ୍ନୀ ରମାଦେବୀ। ମାତ୍ର 22 ବର୍ଷ ବୟସରେ ସତ୍ୟାଗ୍ରହ ଆନ୍ଦୋଳନରେ ସେ ସାମିଲ ହେବା ସହ ଭାରତର ମୁକ୍ତି ଆନ୍ଦୋଳନ ଓ ଗାନ୍ଧୀଜୀଙ୍କ କଳ୍ପିତ ସର୍ବୋଦୟ ସମାଜ ଗଠନ ପାଇଁ ତାଙ୍କ ପରିବାରର ବହୁ ସଦସ୍ୟ ବାରମ୍ବାର କାରା ଓ ନିର୍ଯାତନା ସହିତ ସ୍ୱେଚ୍ଛାକୃତ ଦାରିଦ୍ର୍ୟ ବରଣ କରିଥିଲେ। ଚାହିଁଥିଲେ ମା ରମାଦେବୀ ଓ ଗୋପବନ୍ଧୁ ଚୌଧୁରୀ ସ୍ୱାଧୀନୋତ୍ତର ଭାରତବର୍ଷରେ ଉଚ୍ଚ ପଦପଦବୀରେ ରହି କ୍ଷମତା ଉପଭୋଗ କରିପାରିଥାନ୍ତେ, କିନ୍ତୁ ସେବା, ସମର୍ପଣ, ସଂକଳ୍ପ, ସାଧନା, ସ୍ୱାଧ୍ୟାୟ, ସତ୍ୟାଗ୍ରହ ଓ ତ୍ୟାଗକୁ ଜୀବନର ବ୍ରତ ଭାବେ ସେମାନେ ବରି ନେଇ ଦେଶ ସେବା ପାଇଁ ତିଳ ତିଳ କରି ନିଜକୁ ସଳିତା ଭଳି ଜାଳିଥିଲେ। 1921 ମାର୍ଚ୍ଚ ମାସରେ ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଗସ୍ତରେ କଟକ ଅନୁଷ୍ଠିତ ଏକ ମହିଳା ସମାବେଶରେ ମା ରମାଦେବୀ ତାଙ୍କୁ ଭେଟି ନିଜ ହାତକଟା ସୂତା ମୁଡ଼ାଟିଏ ଭେଟି ଦେଇଥିଲେ। ସେହିଦିନୁ ତାଙ୍କ ଜୀବନର ମୋଡ଼ ବଦଳିଗଲା ଏବଂ 1985 ଜୁଲାଇ 22ରେ ଇହଲୀଳା ସମ୍ବରଣ କରିବା ପର୍ଯ୍ୟନ୍ତ ତାଙ୍କ ଚିନ୍ତା ଓ ଚେତନାରେ ଗାନ୍ଧୀ ହିଁ ଛାଇ ହୋଇ ରହିଥିଲେ। ସ୍ୱାଧୀନତା ସଂଗ୍ରାମ କାଳରେ ମା ରମାଦେବୀ ସପରିବାର ବାରମ୍ବାର କାରାବରଣ କରିଛନ୍ତି। କେବଳ ସେତିକି ନୁହେଁ, ତାଙ୍କ ଦ୍ୱାରା ଆକର୍ଷିତ ହୋଇ ଅନେକ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀ ମୁକ୍ତି ଯଜ୍ଞରେ ଝାସ ଦେଇଛନ୍ତି। ଓଡ଼ିଶାରେ ଗାନ୍ଧୀଜୀଙ୍କ ପଦଯାତ୍ରା, ବେରବୋଇରେ ସେବା ସଂଘ ଅଧିବେଶନ ଆଦି କାର୍ଯ୍ୟକ୍ରମରେ ସେ ଥିଲେ ଅନ୍ୟତମ ସଞ୍ଚାଳିକା। ସେବା ଗ୍ରାମରେ ତାଙ୍କ ରହଣି କଥା ଗାନ୍ଧୀ ବୁଝୁଥିଲେ ଓ କସ୍ତୁରବା ତାଙ୍କୁ ଝିଅ ଭଳି ସ୍ନେହ କରୁଥିଲେ। ହରିଜନ ସେବକ ସଂଘ, କସ୍ତୁରବା ଗାନ୍ଧୀ ସ୍ମାରକ ନିଧି ଆଦି ସଂଗଠନର ପ୍ରମୁଖ ଦାୟିତ୍ୱ ନିଜେ ଗାନ୍ଧୀଜୀ ମା ରମାଦେବୀଙ୍କୁ ଦେଇଥିଲେ।
ଅସହଯୋଗ ଆନ୍ଦୋଳନରେ ଝାସ ଦେଇଥିବାରୁ ମା ରମାଦେବୀ ତାଙ୍କ ପୁଅ ଓ ଝିଅଙ୍କୁ ସରକାରୀ ସ୍କୁଲ ପାଠପଢ଼ାରୁ ବଞ୍ଚିତ କରିଥିଲେ ମଧ୍ୟ ସେମାନେ ସ୍ୱାଧ୍ୟାୟ ଓ ସାଧନା ବଳରେ କେବଳ ସ୍ୱାଧୀନତା ସଂଗ୍ରାମ କି ରଚନାତ୍ମକ କାର୍ଯ୍ୟକ୍ରମ ନୁହେଁ, ସାହିତ୍ୟ, ସଂସ୍କୃତି, ସମାଜ ସେବାରେ ଆଦି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରମାଣିତ କରିଯାଇଛନ୍ତି। 1934 ମଇ 9 ତାରିଖରେ ଗାନ୍ଧିଜୀ ପୁରୀରୁ ତାଙ୍କର ଐତିହାସିକ ହରିଜନ ପଦଯାତ୍ରା ଆରମ୍ଭ କଲାବେଳେ ପାଖରେ ଚାଲୁଥିଲେ ମା ରମାଦେବୀ। ଚାଲୁ ଚାଲୁ ଗାନ୍ଧିଜୀ ପଚାରିଲେ, ତମେ ଏଥିରେ କେମିତି ପଶିଲ? ଏହାର ଉତ୍ତରରେ ମା ରମାଦେବୀ କହିଥିଲେ, ତାଙ୍କ ବଡ଼ ବାପା ସ୍ୱର୍ଗୀୟ ମଧୁସୂଦନ ଦାସଙ୍କ ଠାରୁ ସେ ପିଲାବେଳୁ ପାଇଥିବା ମାର୍ଗଦର୍ଶନ ଏବଂ ବିଶେଷ କରି ବଙ୍ଗଭଙ୍ଗ ଆନ୍ଦୋଳନ ସମୟର ବିପ୍ଳବୀମାନଙ୍କ କାର୍ଯ୍ୟକଳାପ ତାଙ୍କୁ ପିଲାଦିନୁ କିପରି ଦେଶ ସେବା ପାଇଁ ପ୍ରଭାବିତ କରିଥିଲା ତାହା ସେ ଉଲ୍ଲେଖ କରିଥିଲେ। ବଡ଼ ବାପା ମଧୁବାବୁ ତାଙ୍କୁ କହିଥିଲେ ଯେ ଲୁଗା ମଣିଷର ଇଜ୍ଜତ ରକ୍ଷା କରୁଥିବା ବେଳେ ଆମେ ବିଦେଶୀ ବସ୍ତ୍ର ପିନ୍ଧି ଆମ ଲଜ୍ଜା ନିବାରଣ କରିବାରୁ ଆମ ଇଜ୍ଜତ ରକ୍ଷା ବିଦେଶୀଙ୍କ ହାତକୁ ଯାଇଛି। ଏହା ଆମ ନିଜ ହାତରେ ରହିବା ଉଚିତ। ଏଥିରେ ପ୍ରଭାବିତ ହୋଇ ସେ କିଭଳି ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଅରଟରେ ସୂତା କାଟୁଥିଲେ ତାହା ବର୍ଣ୍ଣନା କରିଥିଲେ। ଏହା ଗାନ୍ଧିଜୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ପଦଯାତ୍ରା ସରିଲା 1934 ଜୁନ 8 ତାରିଖରେ ଭଦ୍ରକରେ। ସେତେବେଳେ ଗାନ୍ଧିଜୀ କହିଥିଲେ, ପଦଯାତ୍ରା ଭିତରେ ଶ୍ରୀମତୀ ରମାଦେବୀ ଓ ତାଙ୍କ ସହକର୍ମୀମାନେ ଯେଭଳି କାମ କରିଛନ୍ତି ସେଥିରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଛି। ଭାରତରେ ହଜାର ହଜାର ସ୍ତ୍ରୀ ଲୋକଙ୍କ ସାଙ୍ଗରେ ମିଶିବାର ସୁଯୋଗ ମୋତେ ମିଳିଛି। ମୁଁ ସେମାନଙ୍କ କାମ ଦେଖିଛି, କିନ୍ତୁ ରମାଦେବୀ ଓ ତାଙ୍କର ଛୋଟିଆ ଦଳଟି ଯେପରି ସ୍ୱଭାବ ସୁଲଭ ଓ ସୁତୁରାରେ କାମ କରିଯିବାର ମୁଁ ଦେଖିଲି, ଠିକ୍ ସେହିପରି କାମ ଅନ୍ୟ କେଉଁଠି ମୁଁ ଦେଖି ନାହିଁ। 1932 ମସିହାରେ ହରିଜନ ପତ୍ରିକାରେ ଆଉ ଠାଏ ଗାନ୍ଧୀ ଲେଖିଥିଲେ, ସମାଜ ସଂସ୍କାର କାର୍ଯ୍ୟରେ କଟକର ଭଉଣୀମାନଙ୍କ ଆଗ୍ରହ ପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି। କଟକରେ ନାରୀମାନଙ୍କ ଉଦାହରଣ ଅନ୍ୟତ୍ର ଅନୁସୃତ ହେବ ବୋଲି ଆଶା କରେ। ଅସୁବିଧା ଓ ନିରାଶା ଯାହା ଆସୁ ପଛକେ ଶ୍ରୀମତୀ ରମାଦେବୀ ଓ ତାଙ୍କ ସହକର୍ମୀମାନେ ଯେଉଁ କାମ ଆରମ୍ଭ କରିଛନ୍ତି ତାହା ଚାଲୁ ରଖିବେ। ପଦଯାତ୍ରା ପରେ 1934 ଅଗଷ୍ଟ ମାସରେ ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀ ବରୀକୁ ସେମାନଙ୍କ କାର୍ଯ୍ୟକ୍ଷେତ୍ର ଭାବରେ ବାଛି ନେଇ ତିଆରି କଲେ ଏକ ଆଶ୍ରମ। ଗାନ୍ଧିଜୀ ତାହାର ନାମ ରଖିଲେ ସେବାଘର। ବଖୁରିକିଆ ଚାଳ ଘରେ ଚାଲୁଥିଲା ଏହି ଆଶ୍ରମ। ମୂଲିଆ ମୂଲିଆଣୀଙ୍କ ଭଳି ଗୋପବାବୁ ଓ ରମାଦେବୀ ବିଲରେ କାମ କରୁଥିଲେ। ଏହାରି ଭିତରେ ବରୀ ପାଲଟିଗଲା ସ୍ୱାଧୀନତା ସଂଗ୍ରାମୀ ଓ ରଚନାତ୍ମକ କର୍ମୀ ତିଆରି କାରଖାନାରେ, ଯାହାର ପ୍ରତିଫଳନ 1942ର ଭାରତ ଛାଡ଼ ଆନ୍ଦୋଳନ, ସ୍ୱାଧୀନୋତ୍ତର ଭାରତବର୍ଷରେ ଭୂଦାନ ଆନ୍ଦୋଳନ ଓ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ ବେଳେ ଦେଖାଦେଇଥିଲା। ସାରା ଓଡ଼ିଶାରେ ସେ ହଜାର ହଜାର ମାଇଲ ପଦଯାତ୍ରା କରିଛନ୍ତି। ଓଡ଼ିଶା ବାହାରେ ବି ତାଙ୍କ ସେବା ଓ ସଂଗ୍ରାମର ସ୍ୱାକ୍ଷର ରହିଛି। ଏମିତିକି ଚୀନ ଯୁଦ୍ଧ ଓ ବାଂଲାଦେଶ ମୁକ୍ତି ସଂଗ୍ରାମ ବେଳେ ଜୀବନକୁ ପାଣି ଛଡ଼େଇ ଦେଇ ମା ରମାଦେବୀ ସ୍ୱେଚ୍ଛାସେବୀମାନଙ୍କ ସହିତ ସୀମାନ୍ତରେ ସାହସର ସହ ସେବାର କାମ କରିଛନ୍ତି। ମା ରମାଦେବୀ କୁହନ୍ତି, ଯିଏ ମୋର ଭଲ କଲା, ମୋତେ ଭଲ ପାଇଲା, ତାକୁ ମୁଁ ଭଲ ପାଇବାଟା ମଣିଷର ଭଲ ପାଇବା ନୁହେଁ। କୁକୁର ବିଲେଇକୁ ସୁଦ୍ଧା ଭଲ ପାଇଲେ ସେମାନେ ପୋଷା ମାନନ୍ତି। ମଣିଷର ଭଲ ପାଇବା ଲକ୍ଷଣ ହେଉଛି ଯେ ତାର ବିରୋଧ କରିବ, କ୍ଷତି କରିବ, ତାକୁ ମଧ୍ୟ ସେ ଭଲ ପାଇବ। ସମାଜରେ ଶାନ୍ତି ପ୍ରତିଷ୍ଠା କରିବାକୁ ହେଲେ ଓ ସର୍ବୋଦୟ ସମାଜ ପ୍ରତିଷ୍ଠା କରିବାକୁ ଆମକୁ ଅକ୍ଷୋଭ ବ୍ରତ ପାଳିବାକୁ ହେବ। ମୁଁ କାହାରି ଅନିଷ୍ଟ ଚିନ୍ତା କରିବି ନାହିଁ, କାହାର ମନରେ ଦୁଃଖ ଦେବି ନାହିଁ କିମ୍ବା କ୍ଷୋଭ ସୃଷ୍ଟି କରିବି ନାହିଁ। କେହି ମୋତେ ଆଘାତ କଲେ ମଧ୍ୟ ମୁଁ ତା ପ୍ରତି ସ୍ନେହ ସଦ୍ଭାବ ରଖିବି। ଏହି ସଂକଳ୍ପ ନେଲେ ତୁମେମାନେ ନିଜେ ଶାନ୍ତି ପାଇବ, ଆପଣଙ୍କ ଆଖପାଖରେ ଶାନ୍ତି ବିରାଜିତ ହେବ। ଆଜିର ଲକ୍ଷ୍ୟ କାହାର ଅନିଷ୍ଟ ନ କରି, କାହାରିକୁ ପୀଡ଼ା ନ ଦେଇ ସ୍ୱଚ୍ଛନ୍ଦ ଜୀବନଯାପନ କଳାକୁ ଆୟତ୍ତ କରିବା। ଏ ଲକ୍ଷ୍ୟ ସାଧନ ପାଇଁ ସମସ୍ତେ ଲାଗିଲେ ସମାଜରୁ ଦୁଃଖ ଓ ଦୁରାଚାର ଯିବ,
ସମସ୍ତେ ସୁଖୀ ହେବେ। ସର୍ବୋଦୟ ଶବ୍ଦଟି ଗାନ୍ଧୀଜୀ ଆମକୁ ଦେଇଛନ୍ତି। ଏହାର ଅର୍ଥ ହେଲା କେହି ଦୁଃଖୀ ରହିବେ ନାହିଁ। ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ମା ରମାଦେବୀଙ୍କ ବାର୍ତ୍ତା ହେଉଛି ଶିକ୍ଷକମାନେ ମନେ ରଖନ୍ତୁ ଯେ ସେହିମାନଙ୍କ ଛାତ୍ରଙ୍କ ମଧ୍ୟରୁ ଦେଶକୁ ଶାସନ କରିବାର ଲୋକ ବାହାରିବେ। ତେଣୁ ସେମାନଙ୍କୁ ପିଲା ଦିନୁ ଭଲ ଭାବରେ ଗଢ଼ିବା ଦରକାର। କଠୋର ଶ୍ରମର, ଅକୁଣ୍ଠିତ ସେବାର ଓ ଗଭୀର ଜ୍ଞାନର ମହତ୍ଵ ଶିକ୍ଷକମାନେ ଛାତ୍ରମାନଙ୍କୁ ବୁଝେଇବେ। ତାହା ଫଳରେ ଶ୍ରମ, ସେବା, ଜ୍ଞାନର ମୂଳଦୁଆ ଉପରେ ଆମ ଦେଶର ନୂଆ ସମାଜ ଗଢ଼ା ହୋଇପାରିବ। ଛାତ୍ର ଯଦି ଭାବିବେ ଆମେ ତ ପିଲା, କଲେଜକୁ ଗଲେ ଦେଶ କଥା ଭାବିବୁ, ତେବେ ତାହା ଠିକ୍ ହେବ ନାହିଁ। ମୂଳରୁ ସମାଜ ଗଢ଼ିବା ପାଇଁ ମନରେ ପକ୍କା ବିଚାର ନଥିଲେ ଗଡ୍ଡାଳିକା ପ୍ରବାହରେ ମଣିଷ ଭାସିଯାଏ। ସମାଜରେ ଯେଉଁ ଅଜ୍ଞାନ ଓ ଦାରିଦ୍ର୍ୟ ରୂପୀ ସଂକ୍ରାମକ ବ୍ୟାଧି ଆଜି ପ୍ରବଳ ହୋଇଛି, ତାହା ବିରୋଧରେ ଲଢ଼ିବା ପାଇଁ ଆମେ ଅଣ୍ଟା ଭିଡ଼ିଲେ ଅବସ୍ଥା ବଦଳିଯିବ। ଆମମାନଙ୍କ ଯେଉଁ ଆଚରଣ ପାଇଁ ସମାଜରେ ସର୍ବହରା ଦୁଃଖୀ ସୃଷ୍ଟି ହେଉଛନ୍ତି, ତାହାକୁ ବଦଳାଇବା ପାଇଁ ଯୋଜନାବଦ୍ଧ କାମ କରିବା ଦରକାର। ଦେଶକୁ ରକ୍ଷା କରିବା ପାଇଁ ନିଶ୍ଚିନ୍ତ ଆରାମଦାୟକ ଜୀବନଯାପନ ପଦ୍ଧତି ଛାଡ଼ିବାକୁ ପଡ଼ିବ। ଖରା ତରା, ଭୋକ ଉପାସ, ମାନ ଅପମାନ ସହିବାକୁ ପଡ଼ିବ। ତାହେଲେ ଏ ଦେଶ ବିପଦରୁ ପାରି ହୋଇପାରିବ। ଏ ଦେଶର ପ୍ରତ୍ୟେକ ଲୋକ ସ୍ୱାଧୀନତାର ସୁଖ ଭୋଗ କରିବେ କେମିତି? ଆମେ ଆଜି ହାକିମ, ପୁଲିସ, ସୈନ୍ୟ, ପୁରୋହିତ, ବିଭାଗର ପାଠପଢ଼ା, ମଦ, ବ୍ୟସନ ଏ ସମସ୍ତଙ୍କ ନିକଟରେ ପରାଧୀନ। ଏଥିରୁ ଆପଣଙ୍କୁ କିଏ ମୁକ୍ତ କରିବ? ଆପଣଙ୍କ MLA, ପୁରୋହିତ ବା ସୈନ୍ୟ ଆପଣଙ୍କୁ ଏଥିରୁ ମୁକ୍ତ କରିପାରିବେ ନାହିଁ। ଆପଣଙ୍କ ଭିତରେ ଥିବା ଦୟା, କ୍ଷମା, ସ୍ନେହ, ସଂଯମ ଆଦି ଗୁଣର ବିକାଶ ଦ୍ୱାରା ହିଁ ଏଥିରୁ ମୁକ୍ତ ଆପଣମାନେ ହୋଇପାରିବେ। ମା ରମାଦେବୀଙ୍କ ମତରେ ପ୍ରକୃତ ନେତା ଭୋଟ ମାଗେ ନାହିଁ। ନେତା ଲୋକଙ୍କ କଥାରେ, ଲୋକଙ୍କ ମର୍ଜିରେ ଚାଲେ ନାହିଁ। ଲୋକଙ୍କର କଲ୍ୟାଣ ପାଇଁ ଲୋକଙ୍କୁ ଅପ୍ରିୟ ବୋଧ ହେଉଥିବା କଥା ମଧ୍ୟ ନେତା କହେ। ତେଣୁ ମନ୍ତ୍ରୀମାନେ ନେତା ହୋଇ ନ ପାରନ୍ତି। କାରଣ ମନ୍ତ୍ରୀ ଲୋକଙ୍କ ପାଖରେ ମଧ୍ୟରେ ଥିବା ଦୋଷ ଦୁର୍ବଳତା ଦୂର କରିବା ପାଇଁ ଦୃଢ଼ତାର ସହ ଲୋକମତର ବିରୋଧ କରିପାରନ୍ତି ନାହିଁ। 1947 ମସିହା ଅଗଷ୍ଟ 15ରେ ସ୍ୱାଧୀନତା ପ୍ରାପ୍ତିର ସୁଖ ନ ମନାଇ ଉପବାସ ଓ ମନସ୍ତାପ ଭିତରେ ମୌନତାର ସହ ଗାନ୍ଧୀଜୀ କଲିକତାର ବେଲିଆଘାଟ ଅଞ୍ଚଳରେ କାଟିଥିଲେ ବିନିଦ୍ର ରଜନୀ। ସେଦିନ ବି ବରୀରେ ମା ରମାଦେବୀ ଓ ଗୋପବନ୍ଧୁ ଚୌଧୁରୀ ଉପବାସରେ ରହିଥିଲେ। ହଜାର ହଜାର ସଂଗ୍ରାମୀଙ୍କ ବଳିଦାନ ଓ ଲକ୍ଷ ଲକ୍ଷଙ୍କ କାରା ଓ ନିର୍ଯାତନା ବରଣ ପରିପ୍ରେକ୍ଷୀରେ ଯେଉଁ ସ୍ୱାଧୀନତା ଆସିଛି, ତାହା ସେମାନଙ୍କ କଳ୍ପିତ ସ୍ୱରାଜ ନୁହେଁ ଏବଂ ବାସ୍ତବ ସ୍ୱରାଜ ହାସଲ ଲାଗି ପୁଣି ଲମ୍ବା ଲଢ଼େଇ କରିବାକୁ ସେତେବେଳେ ଗାନ୍ଧୀଜୀ ଯେଉଁ ଆହ୍ୱାନ ଦେଇଥିଲେ, ତାହାର ଅନୁପାଳନ ଲାଗି ମା ରମାଦେବୀ ଶେଷ ନିଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ କାମ କରିଯାଇଛନ୍ତି। ଏମିତିକି ସ୍ୱାଧୀନୋତ୍ତର ଭାରତରେ ସାଧାରଣ ଲୋକଙ୍କ ପାଇଁ ଓ ଦେଶ ମାତୃକା ଲାଗି ସ୍ୱର ଉଠାଇ ତାଙ୍କ ପରିବାରର ଅନେକ ସଦସ୍ୟ ମଧ୍ୟ ଜେଲ୍ ଯାଇଛନ୍ତି। ସ୍ରୋତର ପ୍ରତିକୂଳ ଦିଗରେ ସମାଜ ପାଇଁ ସମର୍ପିତ ଭାବେ ମା ରମାଦେବୀ ଯେଭଳି କାମ କରି ଯାଇଛନ୍ତି, ତାହାର ଅନୁସରଣ ଓ ଅନୁକରଣ କରାଯାଇ ପାରିଲେ ଆମ ଆଗରେ ଛିଡ଼ା ହୋଇଥିବା ସମସ୍ୟାର ପାହାଡ଼କୁ ଆମେ ସହଜରେ ଅତିକ୍ରମ କରିପାରିବା ଓ ସ୍ୱାଧୀନତା ସଂଗ୍ରାମର ଘୋଷିତ ପ୍ରତିଶ୍ରୁତି ଗୁଡ଼ିକୁ ମଧ୍ୟ ସାକାର କରିପାରିବା। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଥିଲେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ସ୍କୁଲ ଅଫ୍ ମେଡିସିନର ସହକାରୀ ପ୍ରଫେସର ଡକ୍ଟର ସ୍ୱୟଂ ପ୍ରକାଶଙ୍କ ଦ୍ୱାରା ଲିଖିତ ପୂଜ୍ୟା ମା ରମାଦେବୀଙ୍କ ଉଦ୍ଦେଶ୍ୟରେ ତାଙ୍କର 41ତମ ପୁଣ୍ୟତିଥି ଅବସରରେ ଏକ ଭକ୍ତି ଅର୍ଘ୍ୟ, ଯାହାର ଶୀର୍ଷକ ଥିଲା ଆହ୍ୱାନ ମା ରମାଦେବୀଙ୍କର। ଆଜିର ଏହି ଆଲେଖଟି ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ବନ୍ଦେ ଉତ୍କଳ ଜନନୀ